ଅପାରଗ ସହରଠାରୁ ଆହୁରି ଅପାରଗ ରହିଲେ ଯେଉଁ ସୂଚନା କମିଶନ ନିଯୁକ୍ତି କରିଛନ୍ତି, ଯାହାକୁ ସୂଚନା ଅଧିକାର ଆଇନରେ ଏବିସିଡି ମଧ୍ୟ ଜଣା ନାହିଁ। ମୁଁ ଆପଣ ଚ୍ୟାଲେଞ୍ଜ ସହ କହିପାରୁଛି, ଆମର ଏଠି ଯେତିକି ପିଲା ବସିଛନ୍ତି, ଯେଉଁ ମୁଖ୍ୟ ସୂଚନା କମିଶନ ମନୋଜ ବଡ଼ିଆ ଅଛି, ଯେ ସୂଚନା ଅଧିକାର ଆଇନ ଉପରେ ଗୋଟାଏ ପିଲା ସହିତ କଣ୍ଟେଷ୍ଟ କରି ଜିତିଗଲେ ଆମେ ଜାଣିବୁ ଯେ ମୋହନ ବାବୁ ଭଲ ଲୋକ ଦେଇଛନ୍ତି। ଟୋଟାଲ ଚାନ୍ଦା ନେଇକିରି ସୂଚନା କମିଶନକୁ ନିଯୁକ୍ତି ଦେଇଛନ୍ତି ମୋର ସନ୍ଦେହ। ଅନେକ କେସ୍ରେ, ମୋ କେସ୍ରେ ମୁଁ ଦେଖୁଛି ପିଆଇଓ ଆବସେଣ୍ଟ, ମୁଁ ବି ଆବସେଣ୍ଟ, କେସିଟି ଡିସ୍ପୋଜ। ସାଧାରଣ କଥା ସୂଚନା କମିଶନ ବୁଝୁନାହାନ୍ତି। 30 ଦିନ ପରେ ତଥ୍ୟ ନଦେଲେ ଆମେ ଅପିଲକୁ ଯାଇ ତାକୁ ସୂଚନା କମିଶନ ଆସୁଛୁ ଯେ 3 ବର୍ଷ ପରେ ସେ କେସ୍ଟା ଶୁଣାଣି ହେଉଛି, ତାହେଲେ ପିଆଇଓ ଉପରେ କେମିତି ଜୋରିମାନା ହେବନି। ତା ଅର୍ଥ ଆଗରୁ ଆମେ ବୁଝୁଛୁ ମୋହନ ସରକାର ହେଉଛି ଗୋଟେ ଅପାରଗ ସରକାର। ଆଉ ଚାନ୍ଦା ନେଇକିରି ଆଙ୍କର ଯେଉଁ 22 ପ୍ରକାର ମୁଖ୍ୟମନ୍ତ୍ରୀ ଗୁଡ଼ା ଓଡ଼ିଶା 3-4ଟା ମୁଖ୍ୟମନ୍ତ୍ରୀ ଚାଲିଛନ୍ତି, ଯେମିତି ଧର୍ମେନ୍ଦ୍ର ପ୍ରଧାନ ଗୋଟେ ମୁଖ୍ୟମନ୍ତ୍ରୀ, ଆଉ ଆମର ଯେଉଁ ବିଜେପି ସଭାପତି ଅଛନ୍ତି ମନମୋହନ ସାମଲ ଗୋଟେ ମୁଖ୍ୟମନ୍ତ୍ରୀ, ମୋହନ ମାଝୀ ଗୋଟେ ମୁଖ୍ୟମନ୍ତ୍ରୀ, 3-4ଟା ମୁଖ୍ୟମନ୍ତ୍ରୀ ସାଜିକିରି ଚାନ୍ଦା ଖାଇ ଚୋର ଟାଉଟର ଟସ୍କର ଅନ୍ନ ବିଜ୍ଞ ଆଣିକିରି ଏଠି ସୂଚନା କମିଶନ ନିଯୁକ୍ତି କରୁଛନ୍ତି, ଯେଉଁମାନଙ୍କର